ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ। ନିଶା ପାଇଁ ଚାଲିଗଲା ସ୍ତ୍ରୀର ଜୀବନ। ସ୍ୱାମୀ ପାଲଟିଗଲା ଶୈତାନ। ସବୁଦିନ ପରି ଘରେ କାମ କରି ଘରକୁ ଫେରିଥିଲେ। ରାତିରେ ଖାଇବା ପାଇଁ ହୋଟେଲରୁ ରୁଟି ତଡ଼କା ଆଣିଥିଲେ। ଆଉ ସ୍ୱାମୀର ଆସିବା ବାଟକୁ ଥିଲା ଅପେକ୍ଷା। ହଠାତ୍ ଘରେ ପହଞ୍ଚି ସ୍ୱାମୀ ନିଶା ପାଣି ପାଇଁ ଟଙ୍କା ମାଗିଥିଲା। ଆଉ ସ୍ତ୍ରୀ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ଶେଷରେ ସ୍ୱାମୀ ସ୍ତ୍ରୀଙ୍କ ପାଟି ଗୋଳ ଉଗ୍ର ରୂପ ନେଇଥିଲା। ଆଉ ସ୍ୱାମୀ ଆଉ ନିଜ ଆୟତ୍ତରେ ରହିଲାନି, ପାଲଟିଗଲା ପିଶାଚ। ଆଉ ଏମିତି କାଣ୍ଡ ଘଟାଇଲା ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ହୋଲି ପୂର୍ବ ରାତିରେ ଏଭଳି ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱରର ଭରତପୁର ଫୁଲେଶ୍ୱର ବସ୍ତିରେ। ଘଟଣାସ୍ଥଳକୁ ଯାଇ କମିଶନରେଟ୍ ପୋଲିସ ତଦନ୍ତ କରିଛି। ସ୍ତ୍ରୀ ସାବିତ୍ରୀ ମଲ୍ଲିକ ହତ୍ୟା ଘଟଣାରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ଘର ନୟାଗଡ଼ ଫତେଗଡ଼ ଭାପୁରରେ। 1 ମାସ ହେବ ଫୁଲେଶ୍ୱର ବସ୍ତିରେ ଉଭୟ ସ୍ୱାମୀ ସ୍ତ୍ରୀ ଭଡ଼ା ଘର ନେଇ ରହୁଥିଲେ। ସେଥିପାଇଁ ପାଖ ପଡ଼ୋଶୀ ସେମାନଙ୍କୁ ଭଲ ଭାବେ ଜାଣିନଥିଲେ। ପୂର୍ଣ୍ଣଚନ୍ଦ୍ର ଅନେକ ସମୟ ଧରି କିଛି କାମଧନ୍ଦା କରୁନଥିଲେ। ସ୍ତ୍ରୀ ସାବିତ୍ରୀ ଆଖପାଖ ଲୋକଙ୍କ ଘରେ ଓ ହୋଟେଲରେ ବାସନ ମାଜି ଘର ଚଳାଉଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିଶାଗ୍ରସ୍ତ ହୋଇ ଅଧିକାଂଶ ସମୟରେ ସ୍ତ୍ରୀକୁ ମରାପିଟା କରୁଥିଲେ। ଆଉ ଶେଷରେ ନିଜ 7 ଜନ୍ମର ସାଥୀର ଜୀବନ ନେଇଗଲା। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିବା ସହ ପାରିପାର୍ଶ୍ୱିକ ପ୍ରମାଣ ମଧ୍ୟ ସଂଗ୍ରହ କରିଛି କମିଶନରେଟ୍ ପୁଲିସ। ହୋଲି ପାଇଁ ଅନେକ ଯୋଜନା କରିଥିଲେ ସାବିତ୍ରୀ, କିନ୍ତୁ ସକାଳର ସୂର୍ଯ୍ୟ ଦେଖିପାରିନଥିଲେ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ସାଗରଙ୍କ ସହ ତାପସ ପରିଡ଼ାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।